ଜଗନ୍ନାଥ ଓଁ ନମ ଶିବାୟ ଓଁ ସାଇରାମ। ଆଜି ଆମ ଗାଁରେ କିଛି ପିଲାଙ୍କର ବାକି ଥିଲା ଶିବ ମନ୍ଦିରରେ ପାଣି ଢାଳିବା। ଶେଷ ସୋମବାର ଦିନ ଆଜି ପାଣି ଢାଳିଲେ। ଆଉ ସମସ୍ତେ એકତ୍ରିତ ହୋଇ ବର୍ତ୍ତମାନ ପ୍ରସାଦ ତିଆରି କରୁଛନ୍ତି। ମୁଖ୍ୟ ପ୍ରସାଦ ତିଆରି କରୁଛନ୍ତି ରମାକାନ୍ତ ଲେଙ୍କା, ଯିଏକି ଆମ ଗାଁର ସବୁ ଅନୁଷ୍ଠାନର ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କୁ ଡାକି ସେ ସବୁବେଳେ ସବୁ କେମିତି ମନ୍ଦିର ପୂଜା ହେବ, ଶିବ ମନ୍ଦିର ଶିବ ପାର୍ବତୀଙ୍କର କେମିତି ଗ୍ରାମ ଦେବତୀଙ୍କ ପାଖରେ ପୂଜା ହେବ, ନାରାୟଣଙ୍କ ପାଖରେ ପୂଜା ହେବ, ସବୁ ମିଟିଂ ଫିଟିଂର ଦାୟିତ୍ୱ ତାଙ୍କର। ସେ ଗ୍ରାମବାସୀ ଲୋକମାନଙ୍କୁ ଡାକନ୍ତି। ବର୍ତ୍ତମାନ ସେ ସେଓ କାଟୁଛନ୍ତି, ନଡ଼ିଆ ପିଠା ସରିଛି। ଆଉ ନନା ଆମର ଜଗା ଟିକେ ସାଇଡ୍ ହୋ। ନନା ଆମର ବର୍ତ୍ତମାନ ପୂଜା ସାରି ଘରକୁ ଯାଉଛନ୍ତି, କାରଣ ଦୂର ଜାଗାକୁ ଯିବେ। ଆଉ ଛୋଟ ଗାଁଟି ହେଲେ ମନ ସମସ୍ତଙ୍କର ବଡ଼। ଇଏ ଯେଉଁ ବସିଛନ୍ତି ଆମ ଗାଁର ଆଶା ଆଉ ଭରସା, ଯାହା ହଉ ଭଗବାନ ତାଙ୍କୁ ଶାନ୍ତିରେ ରଖିଛନ୍ତି। ଆଉ ଭଲ ଦୁଇ ପଇସା ବି ରୋଜଗାର କରୁଛନ୍ତି, ଅନ୍ୟର ଦୁଃଖର ଦୁଃଖୀ ବି ସାଧୁଛନ୍ତି। ଇଏ ଆମର ରତା ବାବୁ ବେଙ୍ଗଲୋରରୁ ଆସିଛନ୍ତି। ସେ ଗଜ ଗଜ ହେଇ ମୁଣ୍ଡ ଖରାପ କରିଦେବେ। ବର୍ତ୍ତମାନ ସେଓକୁ 4 ଥର ଧୋଇବେ, 6 ଥର କାଟିବେ। ଆଉ ଇଏ ଆମର ଜଗନ୍ନାଥ ବର୍ତ୍ତମାନ ରାଧେ ରାଧେ ସଂକୀର୍ତ୍ତନର ମୁଖ୍ୟ ନାୟକ। ଯାହା ହେଉ ଅନେକ ଦିନ ପରେ ଯିଏ ମାଛ ମାଂସ ଅଣ୍ଡାରେ ଭାସୁଥିଲା, ମଦରେ ଭାସୁଥିଲା, ସେ ଆଜି ସବୁକିଛି ଛାଡ଼ିଦେଇ ସେଇ ଫେସବୁକ୍ରେ ଦେଖି ରାଧେ ରାଧେ, ଯାହା ହେଉ ସେଇ ରାଧେଙ୍କର ଶରଣାପନ୍ନ ନେଇ ଦାଢ଼ି ନିଶ ସବୁ ଛାଡ଼ି ଦେଇଛନ୍ତି। ଠିକ୍ ଚିତା ଚୈତନ୍ୟ ମଧ୍ୟ ସେହିପରି କାଟିଛନ୍ତି। ବହୁତ ତାଙ୍କୁ ଧନ୍ୟବାଦ। ପରିବର୍ତ୍ତନ ହେଇଗଲେ। ବର୍ତ୍ତମାନ ସମାଜ ବି ପରିବର୍ତ୍ତନ ହେଉଛି, ଯୁଗ ବି ପରିବର୍ତ୍ତନ ହେଉଛି। ଇତିହାସରେ ସେ ବି ମଧ୍ୟ ପରିବର୍ତ୍ତନ ହେଇଯାଇଛନ୍ତି। ଜୟ ଜଗନ୍ନାଥ। ଓଁ ନମଃ ଶିବାୟ। ଓଁ ସାଇରାମ।